ଶୁଣନ୍ତୁ ମନ ନରନାଥ ଯେପରି ଅଟେ ଜ୍ଞାନ ନେତ୍ର ଗୁରୁ କହିଲେ ତାହା ଜାଣି ନଇଲେ ଅଜ୍ଞାନେ ଭ୍ରମଣୀ ଚିହ୍ନିଣ ଗୁରୁ କର ତୁହି ନିଶ୍ଚୟ ଦେବେ ସେଛି ନାହିଁ ଚିହ୍ନିଣ ଗୁରୁ କରୁ ଯେବେ ବ୍ରହ୍ମରେ ନ ପଡ଼ିବୁ ତେବେ ଶୁଣନ୍ତୁ ମନ ନରପତି କଳି ଯୁଗର ଗୁରୁ ରୀତି କେବହୁ ଶାସ୍ତ୍ରକୁ ପଢ଼ିଣ କହିବେ ଆମ୍ଭେ ଗୁରୁ ବ୍ରହ୍ମ କେ ନହି ତତ୍ତ୍ୱ ଅବଗାହି କହିବେ ଗୁରୁ ହେଲି ମୁହିଁ କେବହୁ ତୀର୍ଥ ବର୍ତ୍ତ କରି ମାଳା ତିଳକ ହୃଦୟ ଧରି କହନ୍ତି ଗୁରୁ ହେଲି ମୁଇଁ ଶିଷ୍ୟ ହୋଇବ ଆସ କେହି କରିବେ ବାଛି ଧନୀ ଶିଷ୍ୟ କେବଳ ଟଙ୍କା ଲୁଗା ଆସ ଯେ ଅଟେ ଅମୂଲ୍ୟ ପ୍ରଦାଥ ମୂଲ୍ୟ କରି ପାଇବେ ଚିତ କୁଟୁମ୍ବ ପୋଷିବାର ପାଇଁ ଏପରି ଶିଷ୍ୟ କେତେ ହୋଇ ଶ୍ଲୋକ ସ୍ମରତି ମାନ କହି ଭଣ୍ଡିରେ କୁହୁକ ଦେଖାଇ ପଥର ନୌକାରେ ଯାଇ ଗୁରୁ ବସିବେ ଆଗ ହୋଇ ଶିଷ୍ୟକୁ ବସାଇ ତାପରେ ବୁଡ଼ିବେ ଅଥଳ ଜଳରେ କଳିରେ ଟଙ୍କା ସୁନା ଖେଳ ସମସ୍ତ ଜନ ହେବେ ଭୋଳ ଯାହାର ପାଶେ ନାହିଁ ଧନ ତାକୁ କରିବେ ନିମାନ ଗୁରୁ ଏ ମାତିବେ ମୂଲ୍ୟରେ ଅମୂଲ୍ୟ ଛାଡ଼ିବ ଦୂରେ ଗୁରୁଙ୍କୁ ଦେଖି ଶିଷ୍ୟମାନେ ଲୁଚିବେ ଯାଇ ଏଣେ ତେଣେ ଦେଖ ଆସନ୍ତି ଗୁରୁଦେବ କି ବୁଦ୍ଧି କରିବି ମୁଁ ଏବ ଗୁରୁତ୍ୱ ଧନରେ ଆସକ୍ତ ମୋ ପାଶେ କିଛି ନାହିଁ ଭୀତ କିସ କରିବି ଏବେ ମୁହିଁ କାହୁଁ ମୁଁ ଧନ ଦେବି ନେଇ ଧନ ବସ୍ତ୍ର ନ ଦେବି ଯେବେ ମୋ ପରେ କ୍ରୋଧ ନିଶ୍ଚୟ ହେବେ ଥିଲେ ଗୁରୁଙ୍କୁ ଭେଟେ ଯାଇ ନଥିଲେ କେବେ ନ ଭେଟଇ ଏପରି ଗୁରୁ ଶିଷ୍ୟ ଗତି ଶୁଣନ୍ତୁ ମନ ନରପତି ମୁଁ ଗୁରୁ ବୋଲି କହିବାର ଏ ସର୍ବ ଜ୍ଞାନ ବିଚାର ମୁଁ କାର କଥା ଅଟେ ତୁଚ୍ଛ ମୁଁ ସିନା ବୋଲନ୍ତି ଶ୍ରୀବତ୍ସ ଅଜ୍ଞାନେ ମୁଁ ଗୁରୁ କହିଲେ ବୁଡ଼ିବି ଭବ ସମୁଦ୍ରରେ ଜଗତେ ଗୁରୁ ବୋଲି ଯେହି ଏକରୁ ଦୁଇ ଆଉ ନାହିଁ ଏକ ହିଁ ଗୁରୁ ଜଗନ୍ନାଥ ଆଉ ବା କେବ ସମର୍ଥ ଦାମ୍ଭିକ ନାସ୍ତିକ କପଟି ଏ ନୁହେଁ ଗୁରୁ ଅଙ୍ଗ ଗୋଟି ଟଙ୍କା କଉଡ଼ି ଆଶା ଯାର ଏ ନୁହେଁ ଗୁରୁଙ୍କ ବିଚାର ଗୁରୁ ବୋଲିଣ ଯାକୁ କହି ଅକ୍ରୋଧ ବୈରାଗ ସେହି ଜିତେନ୍ଦ୍ରିୟ ଦୟା କ୍ଷମାରେ ସର୍ବ ଦେଖଇ ସମାନରେ ନିର୍ଲୋଭୀ ଦାନୀ ଭୟ ଶୂନ୍ୟ ରହଇ ଅଶୋକ କାନନ ନାମରେ ଅନାମର ତତ୍ତ୍ୱ ଚିହ୍ନି ଥାଇ ଜାଣିବ ଅନୁଭବୀ ସେ ନିଶ୍ଚୟ ହୋଇପାରେ ଗୁରୁ ଶିଖିବ ତତ୍ତ୍ୱ ତାଙ୍କ ଠାରୁ ସେ ଜ୍ଞାନ ନେତ୍ର ଦେବେ ତୋତେ ତେବେ ତୁ ଦେଖିବୁ ସାକ୍ଷାତେ କହି ମନ କର ଯୋଡ଼ି କରୁଣା ସିନ୍ଧୁ ପାଦେ ପଡ଼ି ଏପରି ଗୁରୁ କାହିଁ ମୋର ମିଳିବା ବହୁତ ଦୁସ୍ତର ଭାଗ୍ୟ ଭେଟିଛି ପଦ୍ମ ଆଖି ଏ ଭାଗ୍ୟ ଆଉ ମିଳିବ କି ତୁମ୍ଭେ ତ ଗୁରୁଦେବ ମୋର ଅଜ୍ଞାନ କର ଦୂର ଜ୍ଞାନ ଅଞ୍ଜନ ଦିଅ ମତେ ନେତ୍ରକୁ ଦିଶିବ ଯେମନ୍ତେ ଜ୍ଞାନ ନୟନ ଦିଅ କହି ଭାବେ ଭେଟିବି ତୋତେ ମୁଇଁ ଧନ୍ୟ ମୋ ଆଜ ଶୁଭ ଦିନ ମୋତେ ସନ୍ତୋଷ ନାରାୟଣ ଧନ୍ୟ ମୋହର ତାତ ମାତ ଆଜି ମିଳିବ ଜ୍ଞାନ ନେତ୍ର ପ୍ରେମରେ ହୋଇ ଗଦ ଗଦ ଚୈତନ୍ୟ ହେଲା ନିତ୍ୟାନନ୍ଦ ମନରେ ଦେଖିଣ ଭକତି
କହନ୍ତି କମଳାଙ୍କ ପତି।